ନମସ୍କାର। ଆଜିର ବିଷୟ ଓଡ଼ିଶାର ଅସ୍ମିତାର ପରିଚୟ, ଓଡ଼ିଆଙ୍କର ଗର୍ବ ଗୌରବର ପ୍ରତୀକ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ବିଷୟରେ। ଜଣେ ସ୍ୱାଭିମାନୀ ଓଡ଼ିଆ ହିସାବରେ ମୁଁ ଜଗନ୍ନାଥଙ୍କର ବିଶେଷତ୍ୱ ଓ ତାଙ୍କ ମହିମାକୁ ସଠିକ୍ ସେ ପରିପ୍ରକାଶ କରିପାରିବି କି ନାହିଁ ମୁଁ ଜାଣିନି, କିନ୍ତୁ ତଥାପି ମୁଁ ଚେଷ୍ଟା କରିବି ଯେ ଜଗନ୍ନାଥଙ୍କ ବିଶେଷତ୍ୱକୁ ଆପଣମାନଙ୍କ ପାଖରେ ସଠିକ୍ ସେ ଏବଂ ନିର୍ଭୁଲରେ ପରିପ୍ରକାଶ କରିବା ପାଇଁ। ଆଶା କରୁଛି ଆପଣଙ୍କୁ ଏହି ଉପସ୍ଥାପନାଟି ଭଲ ଲାଗିବ। ତେବେ ଆଜିର ଯେଉଁ ବିଷୟବସ୍ତୁକୁ ଆମେ କାହିଁକି ବାଛିଲୁ, କ'ଣ ପାଇଁ ଜଗନ୍ନାଥଙ୍କର ବିଶେଷତ୍ୱ ତାଙ୍କର ମହିମା ବିଷୟରେ ଆମକୁ ଆଲୋଚନା କରିବା ପାଇଁ କି ଇଚ୍ଛା ପ୍ରକାଶ କଲୁ, ତାର ଏକ ଛୋଟ କାରଣ ହେଉଛି ଆଜିକାଲି ଆପଣ ଦେଖୁଥିବେ ସୋସିଆଲ ମିଡ଼ିଆ, ୟୁଟ୍ୟୁବ, ଫେସବୁକ୍ ଏବଂ ଅନ୍ୟାନ୍ୟ ପ୍ଲାଟଫର୍ମରେ ଜଗନ୍ନାଥଙ୍କର ଅଲୌକିକତା, ତାଙ୍କର ଚମତ୍କାରିକତାକୁ ନେଇକି ବିଭିନ୍ନ ପ୍ରକାର ତଥ୍ୟ ଏବଂ ଭିଡ଼ିଓ ପରିବେଷଣ ହେବାରେ ଲାଗିଛି। ଯେଉଁମାନେ ଓଡ଼ିଆ ନୁହନ୍ତି ସେମାନେ ମଧ୍ୟ ଜଗନ୍ନାଥଙ୍କର ଅଲୌକିକତାକୁ ନେଇକି ବିଭିନ୍ନ ତଥ୍ୟ ପରିବେଷଣ କରୁଛନ୍ତି, ଯାହା ସଠିକ୍ ନୁହେଁ ଏବଂ ଯାହା ବାସ୍ତବ ବିଶେଷତ୍ୱ ଠାରୁ ଅନେକ ଦୂରରେ। ଏବଂ ଯେଉଁମାନେ ଓଡ଼ିଆ ନୁହନ୍ତି, ଯେଉଁମାନେ ଜଗନ୍ନାଥ ସଂସ୍କୃତି, ଜଗନ୍ନାଥଙ୍କର ମହିମା, ଜଗନ୍ନାଥ ଧାମର ବିଶେଷତ୍ୱ ବିଷୟରେ କିଛି ଜାଣିନାହାନ୍ତି, ସେମାନେ ମଧ୍ୟ ଏଭଳି ବିଭ୍ରାନ୍ତିକର ତଥ୍ୟ ବା ଭିଡ଼ିଓ ପରିବେଷଣ କରୁଥିବା ଦେଖିବାକୁ ମିଳୁଛି। ତେଣୁ କି ଏଇଭଳି ଏକ ଭିଡ଼ିଓ ଆମେ ପରିବେଷଣ କରିବା ବା ତଥ୍ୟ ପରିବେଷଣ କରିବା ଯେଉଁଥିରେ ଜଗନ୍ନାଥଙ୍କର ବିଶେଷତ୍ୱ, ଜଗନ୍ନାଥ ଧାମର ବିଶେଷତ୍ୱ ଏବଂ ତାଙ୍କର ମହିମାକୁ ସଠିକ୍ ଭାବରେ ଲୋକଲୋଚନକୁ ଆଣିବାର ଆବଶ୍ୟକତା ଅଛି। ସେୟାକୁ ନଜରରେ ରଖି ଆମେ ଆଜିର ଏଇ ଉପସ୍ଥାପନାଟି ପରିବେଷଣ କରିଛୁ। ତେବେ ଜଗନ୍ନାଥଙ୍କର ସବୁଠାରୁ ବଡ଼ ବିଶେଷତ୍ୱ ହେଉଛି ଭାବନା, ଯାହା ଜଗନ୍ନାଥଙ୍କୁ ଭାରତବର୍ଷର ଅନ୍ୟାନ୍ୟ ଦେବାଦେବୀଙ୍କ ଠାରୁ ଭିନ୍ନ ଏବଂ ଅନନ୍ୟ କରେ। ଗୋଟେ ଜଗନ୍ନାଥଙ୍କ ସହିତ ଗୋଟେ ସାଧାରଣ ଭକ୍ତଟିଏ ନିଜର ଭାବନାକୁ ବ୍ୟକ୍ତ କରିପାରେ ଏବଂ ନିଜର ଭାବନାକୁ ଜଗନ୍ନାଥଙ୍କ ସହିତ ମଧ୍ୟ ଯୋଡ଼ିପାରେ। ଏହା ହିଁ ହେଉଛି ଜଗନ୍ନାଥଙ୍କର ସବୁଠାରୁ ବଡ଼ ବିଶେଷତ୍ୱ। ଜଗନ୍ନାଥଙ୍କର ମୂର୍ତ୍ତିର ବିଶେଷତ୍ୱ କଥା ଯଦି ଆମେ ଆଲୋଚନା କରିବା, ଭାରତବର୍ଷରେ ଯେତେ ଦେବାଦେବୀଙ୍କର ମୂର୍ତ୍ତି ଅଛି ସେ ସମସ୍ତଙ୍କ ଠାରୁ ଜଗନ୍ନାଥଙ୍କର ଯେଉଁ ଆଭାମଣ୍ଡଳ, ଜଗନ୍ନାଥଙ୍କର ଯେଉଁ ମୂର୍ତ୍ତି ରହିଛି ତାହା ଅନନ୍ୟ ଅଟେ। ଜଗନ୍ନାଥଙ୍କ ମୂର୍ତ୍ତିକୁ ଦେଖିଲେ ଏଭଳି ପରିଲକ୍ଷିତ ହୁଏ ଯେଭଳି ଜଗନ୍ନାଥ ନିଜ ଭକ୍ତଙ୍କ ପାଇଁ ସମର୍ପିତ ଅଟନ୍ତି। କାହିଁକି ନା ଜଗନ୍ନାଥଙ୍କର ବିଶେଷତ୍ୱ ହେଉଛି ତାଙ୍କର ଚକାଡୋଳା ବା ଆଖି ଏବଂ ତାଙ୍କର ଭୁଜ ବା ହାତ। ତାଙ୍କର ଚକାଡୋଳା ଏବଂ ତାଙ୍କର ହାତକୁ ଦେଖିଲା ପରେ ଜଣେ ଭକ୍ତ ଅନୁଭବ କରେ କି ଜଗନ୍ନାଥ ଯିଏ ଅଛନ୍ତି ସିଏ ଭକ୍ତଙ୍କୁ ନିଜର କରିବା ପାଇଁ ନିଜର ଭୁଜକୁ ମେଲେଇ ଏବଂ ନିଜର ଚକା ନୟନରେ ଭକ୍ତମାନଙ୍କୁ ଆଶୀର୍ବାଦ, ଭକ୍ତମାନଙ୍କୁ କୋଳି ନେବା ପାଇଁ ବ୍ୟାକୁଳ। ସେ ମୂର୍ତ୍ତିର ବିଶେଷତ୍ୱ ହେଉଛି ଏଇଆ, ଦାରୁ ବ୍ରହ୍ମର ବିଶେଷତ୍ୱ ହେଉଛି ଏଇଆ କି ଏହା ଭକ୍ତଙ୍କୁ ସମର୍ପିତ ହେଲା ଭଳି ମନେ ହୁଏ। ତେଣୁ ଜଗନ୍ନାଥଙ୍କ ମୂର୍ତ୍ତିର ବିଶେଷତ୍ୱ ଅନ୍ୟାନ୍ୟ ମୂର୍ତ୍ତି ସହିତ ଯଦି ଅନ୍ୟାନ୍ୟ ମୂର୍ତ୍ତିର ବିଷୟରେ ଆମେ କମ୍ପେୟାର କରିବା, ଭାରତବର୍ଷରେ ଯେଉଁ ଦେବାଦେବୀ ଅଛନ୍ତି ତାଠାରୁ ସମ୍ପୂର୍ଣ୍ଣ ଭିନ୍ନ ଅଟେ। ଜଗନ୍ନାଥ ମୂର୍ତ୍ତିର ଆଉ ଗୋଟେ ବିଶେଷତ୍ୱ ହେଉଛି ଜଗନ୍ନାଥ ହେଉଛନ୍ତି ଦାରୁ ବ୍ରହ୍ମ, କାଠରେ ତିଆରି ହୋଇଥିବା ଦେବତା। ଯୋଉଠି ପ୍ରକୃତି ଅଛି ସେଠି ଭଗବାନ ବା ସତ୍ୟତା ଅଛି। ତେଣୁ ଜଗନ୍ନାଥ ମଧ୍ୟ ପ୍ରକୃତି ସହିତ ଜଡ଼ିତ। ସେ ଦୃଷ୍ଟିରୁ ଜଗନ୍ନାଥ ଅନ୍ୟାନ୍ୟ ଦେବାଦେବୀଙ୍କ ଠାରୁ ଭିନ୍ନ ଅଟନ୍ତି। ଜଗନ୍ନାଥଙ୍କର ସବୁଠାରୁ ବଡ଼ ମହିମା ହେଉଛି ସିଏ ଭକ୍ତଙ୍କ ପାଇଁ ଜଗନ୍ନାଥଙ୍କର ସୃଷ୍ଟି ହେଲା ଭଳି ସଦା ସର୍ବଦା ମନେ ହୁଏ। ଭକ୍ତ ଭଗବାନଙ୍କର ସମ୍ପର୍କକୁ ଗୋଟେ ସାଧାରଣ ବ୍ୟକ୍ତି ଏଠି ଅନୁଭବ କରିପାରେ। ଅତି ଗରିବରୁ ଗରିବତମ ବ୍ୟକ୍ତି ମଧ୍ୟ ନିଜର ଛୋଟ ଭାବନାକୁ ବ୍ୟକ୍ତ କରିପାରେ ଜଗନ୍ନାଥଙ୍କ ସହିତ। ଜଗନ୍ନାଥ ଏକ ଏଭଳି ଠାକୁର ଯିଏ ଜାତି, ଧର୍ମ, ବର୍ଣ୍ଣ ସେ ସମସ୍ତଙ୍କୁ ଅତି ନିଜର ଓ
ଆପଣାର ଅନୁଭବ କରାନ୍ତି ଏବଂ ପ୍ରତ୍ୟେକ ବ୍ୟକ୍ତି ନିଜକୁ ଜଗନ୍ନାଥ ସହିତ ଯୋଡ଼ିପାରେ। ବୟସ, ଚିନ୍ତାଧାରା, ଜ୍ଞାନ ଓ ସଂଯମର ଊର୍ଦ୍ଧ୍ୱରେ ତାଙ୍କୁ ନିଜର ଠାକୁର ସମସ୍ତେ କରିପାରନ୍ତି। ସେଥିପାଇଁ ଜଗନ୍ନାଥ ଦର୍ଶନ ସମୟରେ ଭକ୍ତଙ୍କ ଆଖିରୁ ଅଶ୍ରୁ ଝରୁଥିବା ଅନେକ ସମୟରେ ଆମେ ପରିଲକ୍ଷିତ କରନ୍ତି। ତେଣୁ ସେ ଭକ୍ତ ଓ ଭଗବାନଙ୍କର ଏକ ଅପୂର୍ବ ସଂଯମର ଦେବତା ଅଟନ୍ତି, ଯାହା ତାଙ୍କୁ ଅନ୍ୟମାନଙ୍କ ଠାରୁ ଭିନ୍ନ କରେ। ତେଣୁ ଜଣେ ସାଧାରଣ ଭକ୍ତ ନିଜକୁ ବଡ଼ ଅନୁଭବ କରେ ଯେତେବେଳେ ସିଏ ଜଗନ୍ନାଥଙ୍କ ସହିତ ନିଜକୁ ଯୋଡ଼େ। ତେଣୁ ଜଣେ ଭକ୍ତ ନିଜର ସମ୍ପୂର୍ଣ୍ଣତା ଓ ପୂର୍ଣ୍ଣତା ଭଗବାନଙ୍କ ପାଖରେ ପାଇଥାଏ। ଯେତେବେଳେ ଭଗବାନଙ୍କ ସହିତ ନିଜକୁ ଯୋଡ଼େ ବା ଭଗବାନଙ୍କର ରୀତିନୀତି, ପ୍ରତିଦିନର କାର୍ଯ୍ୟକଳାପ ହଉ, ସେ ଅବଢ଼ା ହେଉ, 22 ପାହାଚ ହେଉ, କିମ୍ବା ଭକ୍ତ ଭଗବାନଙ୍କ ଭିତରେ ଥିବା ସେଇ ଯେଉଁ ଅପୂର୍ବ ସମ୍ପର୍କ, ଯେଉଁ ଭାବର ଆଦାନ ପ୍ରଦାନ ହେଉ, କିମ୍ବା ଅତି ଭକ୍ତି, ଅତି ଭାବନା ହେଉ, କି ଭଗବାନଙ୍କ ପାଖରେ ଆପଣାର ଭାବକୁ ଅନୁଭବ କରିବା କଥା ହେଉ, ସେ ସବୁଥିରେ ଜଣେ ଭକ୍ତ ଜଗନ୍ନାଥଙ୍କ ସହିତ ନିଜକୁ ଅନାୟାସରେ, ନିର୍ଦ୍ୱନ୍ଦ୍ୱରେ ଯୋଡ଼ିପାରେ। ଏଇ କଥାଟି ହିଁ ଜଗନ୍ନାଥ ସଂସ୍କୃତି ଓ ଜଗନ୍ନାଥଙ୍କୁ ଭିନ୍ନ କରେ ଏବଂ ଏହା ହିଁ ଜଗନ୍ନାଥଙ୍କର ସବୁଠାରୁ ବଡ଼ ବିଶେଷତ୍ୱ ଅଟେ। ଏହି କଥାଟିକୁ ପ୍ରତ୍ୟେକ ଓଡ଼ିଆ, ପ୍ରତ୍ୟେକ ଜଗନ୍ନାଥ ପ୍ରେମୀ ବୁଝିଯିବା ଦରକାର। ଏହି ଭକ୍ତଙ୍କର ଭାବନା ସବୁଠାରୁ ମହତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ। ଏଠି ଧନୀ ଗରିବ ଦେବା ନେବାର ଅଭିପ୍ରାୟ ନଥାଏ। ଜଗନ୍ନାଥଙ୍କର ସବୁଠାରୁ ବଡ଼ ଓ ଦ୍ୱିତୀୟ ବିଶେଷତ୍ୱ ହେଉଛି ଏହି ଠାକୁର ଅତି ବାସ୍ତବବାଦୀ ଅଟନ୍ତି। ଏପରି ପରିଲକ୍ଷିତ ହୁଏ କି ଜଗନ୍ନାଥ ଯେପରି ମଣିଷଙ୍କ ପରି ଓ ମଣିଷଙ୍କ ପାଇଁ ମଣିଷଙ୍କ ସହିତ ଏଠି ତାଙ୍କର କାର୍ଯ୍ୟକ୍ରମ ଏବଂ ନୀଳାଖିଳା କରୁଛନ୍ତି। ବାସ୍ତବରେ ଜଗନ୍ନାଥ ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସେ ସମସ୍ତଙ୍କର। ତେଣୁ ଜଗନ୍ନାଥଙ୍କୁ ସମସ୍ତଙ୍କ ପାଇଁ ଉତ୍ସର୍ଗୀକୃତ କରିବାର ଆବଶ୍ୟକତା ରହିଛି। ଜଗନ୍ନାଥଙ୍କୁ ସର୍ବମଙ୍ଗଳ ପାଇଁ, ସମସ୍ତଙ୍କ ପାଇଁ ଖୋଲିବାର ଆବଶ୍ୟକତା ରହିଛି। ଜଗନ୍ନାଥଙ୍କର ମନ୍ଦିରର ବିଶେଷତ୍ୱ ବିଷୟରେ ଯଦି ଆମେ ଆଲୋଚନା କରିବାକୁ ଯିବା, ଜଗନ୍ନାଥ ମନ୍ଦିରର ବିଶେଷତ୍ୱ ଯେଉଁ ରହିଛି ତାର ପ୍ରମୁଖ ବିଶେଷତ୍ୱ ଗୁଡ଼ିକ ଆମେ ଆଲୋଚନା କରିବାକୁ ପଡ଼ିବ। ସବୁଠାରୁ ପ୍ରଥମେ ଆସିବ ଯେଉଁଟାକ ଜଗନ୍ନାଥ ମନ୍ଦିରକୁ ନେଇକି, ସେଇଟା ହେଉଛି ଶ୍ରୀମନ୍ଦିର। ଶ୍ରୀମନ୍ଦିର ହେଉଛି ଉତ୍କଳ କଳା, ସଂସ୍କୃତି ଓ ସ୍ଥାପତ୍ୟର ଗୋଟେ ବହୁତ ବଡ଼ ଜ୍ୱଳନ୍ତ ଉଦାହରଣ। ଆପଣ ଓଡ଼ିଶାରେ ଅନେକ ଜାଗାରେ ମନ୍ଦିର, ମୂର୍ତ୍ତି ଏସବୁ ଦେଖିଥିବେ, କିନ୍ତୁ ପୁରୀର ଯେଉଁ ଜଗନ୍ନାଥ ମନ୍ଦିର ରହିଛି, ତାର ଯେଉଁ ଉପସ୍ଥିତି ରହିଛି, ତାହା ନିଜ ଭିତରେ ଏକ ଭବ୍ୟତାର ଅନୁଭବ କରାଏ। ଯେଉଁ ଭକ୍ତମାନେ ଯାଆନ୍ତି ପୁରୀକି ଦେଖିବା ପାଇଁ ଶ୍ରୀମନ୍ଦିର, ସେ ହିଁ ଅନୁଭବ କରିପାରିବେ କି ଜଗନ୍ନାଥ ମନ୍ଦିରର ଭବ୍ୟତା ଆଉ ତା ଅନୁଭୂତିକୁ। ଜଗନ୍ନାଥ ମନ୍ଦିର ଯେଉଁ ରହିଛି, ତାର ଯେଉଁ ନିର୍ମାଣ କରାହେଇଥିଲା, ସେ ଯେଉଁ ନିର୍ମାଣରେ ଶ୍ରୀଯନ୍ତ୍ରର ପ୍ରୟୋଗ କରାହେଇଥିଲା। ଶ୍ରୀଯନ୍ତ୍ରର ଯେଉଁ ତାନ୍ତ୍ରିକ ବିଧି ରହିଛି, ସେ ଶ୍ରୀଯନ୍ତ୍ରର ଆଧାରରେ ଜଗନ୍ନାଥ ମନ୍ଦିରର ନିର୍ମାଣ କରାହେଇଛି। ସେଥିପାଇଁ ଜଗନ୍ନାଥ ମନ୍ଦିରକୁ ଶ୍ରୀମନ୍ଦିର ବୋଲି କୁହାଯାଏ। ଅନେକ ଜାଗାରେ ମନ୍ଦିରର ଭିନ୍ନ ଭିନ୍ନ ନାଁ ଆପଣ ଶୁଣିଥିବେ। ବାଲାଜୀରେ ବାଲାଜୀ ମନ୍ଦିର, ତାରିଣୀ ମନ୍ଦିର, ତାଙ୍କ ନାଁକୁ ନେଇକି ମନ୍ଦିର ର ନାଁ ରହିଥାଏ। କିନ୍ତୁ ଜଗନ୍ନାଥଙ୍କର ଯେଉଁ ମନ୍ଦିର ରହିଛି ତାକୁ ଶ୍ରୀମନ୍ଦିର ଏଇଥିପାଇଁ କୁହାଯାଏ କି ସେ ଶ୍ରୀଯନ୍ତ୍ର ଉପରେ ତିଆରି ହେଇଥିବା ଗୋଟେ ମନ୍ଦିର। ଆଉ ଜଗନ୍ନାଥ ଶ୍ରୀମନ୍ଦିରକୁ ଆଉ ମାନେ ବଳିଷ୍ଠ ଯେଉଁଟା କରିଛି, ସେଇଟା ହେଉଛି ଜଗନ୍ନାଥ ମନ୍ଦିରର ଯେଉଁ ଉପସ୍ଥିତି ରହିଛି। ଜଗନ୍ନାଥ ମନ୍ଦିର ସ୍ଥଳ, ଜଳ ଓ ଆକାଶର ଗୋଟେ ସମାଗମ ସ୍ଥଳ। ସେଇଟା ହିଁ ଜଗନ୍ନାଥ ମନ୍ଦିରକୁ ଅନ୍ୟ ଯେତେ ମନ୍ଦିର ରହିଛି ଭାରତ ବର୍ଷରେ, ଯେତେ ଧାମ ରହିଛି, ତାଠାରୁ ୟାକୁ ଭିନ୍ନ କରୁଛି। ସେଥିପାଇଁ ଜଗନ୍ନାଥ ଧାମକୁ ନୀଳାଚଳ ଧାମ ବୋଲି କୁହାଯାଏ। ତେଣୁ ଯେଉଁ ଜଗନ୍ନାଥ ମନ୍ଦିରର ବିଶେଷତ୍ୱ ଭିତରେ ଯେଉଁ ଆମେ ଆଲୋଚନା କଲେ, ତା ଭିତରୁ ଏଇଟା ହେଉଛି ଗୋଟେ ଅନ୍ୟତମ।
ଦ୍ୱିତୀୟ ବିଶେଷତ୍ୱ ହେଉଛି ଜଗନ୍ନାଥ ମନ୍ଦିରର ହେଉଛି ଆପଣ ଦେଖିବେ ପ୍ରଥମ ବିଶେଷତ୍ୱ ଜଗନ୍ନାଥ ମନ୍ଦିରର ଶ୍ରୀମନ୍ଦିର। ଦ୍ୱିତୀୟ ବିଶେଷତ୍ୱ ହେଉଛି ଜଗନ୍ନାଥ ମନ୍ଦିରରେ ଆପଣ ଯାହା ଦେଖିବେ ସେ ସବୁ ପଛରେ ଦେଖିବେ ସବୁ ପରେ ଲାଗିଥିବ ବଡ଼ ଦାଣ୍ଡ, ବଡ଼ ଦେଉଳ, ବଡ଼ ଠାକୁର, ମହାପ୍ରସାଦ, ଯେଉଁ ପ୍ରସାଦ ରହିଛି ଜଗନ୍ନାଥ ତାକୁ ମହାପ୍ରସାଦ କୁହାଯାଏ। ସବୁଥିରେ ଗୋଟେ ଆପଣଙ୍କ ମହାନତାର ଅନୁଭବ ବା ବଡ଼ପଣର ଅନୁଭବ ଯେଉଁ ରହିଛି ସେଟା ଜଗନ୍ନାଥ ନିଜ ପାଇଁ ରଖିନାହାନ୍ତି। ବାସ୍ତବରେ ଯେଉଁ ଭକ୍ତଟିଏ ଆସେ ତାଙ୍କ ପାଖରୁ ଜଗନ୍ନାଥ ସାଧାରଣରୁ ସାଧାରଣତମ ଭକ୍ତକୁ ମଧ୍ୟ ଛୋଟ ବା ତାର ଯେଉଁ ସଂକୀର୍ଣ୍ଣତା ରହିଛି, ଗରିବର ସଂକୀର୍ଣ୍ଣତା, ଯେଉଁ ଛୋଟପଣର ସଂକୀର୍ଣ୍ଣତାକୁ ଦୂର କରିବା ପାଇଁ ଏଇ ଯେଉଁ ବ୍ୟାପକ ବ୍ୟବସ୍ଥା ଜଗନ୍ନାଥ ଧାମରେ ରହିଛି। ବଡ଼ଦାଣ୍ଡରେ ଜଣେ ପହଞ୍ଚିଲା ବେଳକୁ ଜଣେ ଭକ୍ତ ନିଜ ଭିତରେ ଥିବା ଯେତେ ସଂକୀର୍ଣ୍ଣତା, ଯେତେ ଦାରିଦ୍ର୍ୟତାକୁ ସିଏ ଯେଉଁ ରହିଛି ତା ମନରେ ତାକୁ ସେ ଦୂର କରେ ଏବଂ ଯେତେବେଳେ 22 ପାହାଚ ହେଇକି ଜଗନ୍ନାଥ ପାଖକୁ ପହଞ୍ଚେ, ବଡ଼ ଦେଉଳ ପାଖକୁ, ତାର ସଂକୀର୍ଣ୍ଣତା ସମ୍ପୂର୍ଣ୍ଣ ଭାବେ ନଷ୍ଟ ହେଇଯାଇଥାଏ ଏବଂ ସେଠି କେବଳ ଭକ୍ତ ଭାବନାର ସମ୍ପର୍କ ଦେଖିବାକୁ ମିଳେ। ଜଗନ୍ନାଥଙ୍କର ଯେଉଁ ମନ୍ଦିର ରହିଛି ବଡ଼ଦାଣ୍ଡ, ବଡ଼ ଦେଉଳ, ଏହାର ତାତ୍ତ୍ୱିକ ଦିଗଟି ଏଇଆ। ଆଉ ଗୋଟେ ହେଉଛି 22 ପାହାଚ। 22 ପାହାଚର ଯେଉଁ ଇମ୍ପୋର୍ଟାନ୍ସ ବା ଯେଉଁ ଗୁରୁତ୍ୱ ରହିଛି ଜଗନ୍ନାଥ ମନ୍ଦିରରେ ଏଇଭଳି ରହିଛି କି 22 ପାହାଚ ଯେଉଁ ରହିଛି, ସେ 22 ପାହାଚ ଯେତେବେଳେ ଗୋଟେ ଭକ୍ତ ଅତିକ୍ରମ କରେ, ନିଜ ଭିତରେ ଥିବା ସବୁ ଦୁର୍ଗୁଣ, ନିଜ ଭିତରେ ଥିବା ଯେତେ ଅହଙ୍କାରକୁ ସେ ତ୍ୟାଗ କରି ଜଗନ୍ନାଥଙ୍କ ପାଖରେ ପହଞ୍ଚେ। ଆଉ ଗୋଟେ ସବୁଠାରୁ ବଡ଼ ତାତ୍ତ୍ୱିକ ଦିଗ ହେଉଛି ଯେତେବେଳେ ଜଗନ୍ନାଥ ପାଖକୁ ଜଣେ ଭକ୍ତ ଯିବାକୁ ଚେଷ୍ଟା କରେ, ସେ ପ୍ରଥମେ ଯେଉଁ ଆମର 22 ପାହାଚ ରହିଛି ତାକୁ ଅତିକ୍ରମ କରିବାକୁ ପଡ଼ିବ। ସେ 22 ପାହାଚ ଯେଉଁ ଅତିକ୍ରମ ରହିଛି, ନିଜର ଭୌତିକ ଜଗତକୁ ସିଏ ପଛରେ ଛାଡ଼ି ଯେଉଁ ଆତ୍ମା, ଯେଉଁ ପରମାତ୍ମାଙ୍କ ସହିତ ଯେଉଁ ଯୋଗସୂତ୍ର ସ୍ଥାପନ କରିବାର ଯେଉଁ ଆମେ ଯେଉଁ ବିଧିଟା ସେଠି ଦେଖୁଛେ, 22 ପାହାଚ ଅତିକ୍ରମ କଲା ପରେ ଯାଇକି ଜଣେ ଜଗନ୍ନାଥ ମନ୍ଦିର ବା ପରମାତ୍ମା, ଯାହାକୁ ଆମେ ଇନଡାଇରେକ୍ଟଲି କହିପାରିବା, କୁ ଦର୍ଶନ କରିବ। ତାହେଲେ ଭୌତିକ ଶରୀରରୁ ଜଣେ ଅତିକ୍ରମ କରିକି ସେଠି ପରମାତ୍ମାଙ୍କ ସହିତ ବା ଜଗନ୍ନାଥଙ୍କ ସହିତ ଯେତେବେଳେ ସମ୍ପର୍କ ସ୍ଥାପନ କରିବାକୁ ଯିବ, ସେଇଥିପାଇଁ 22 ପାହାଚର ଗୁରୁତ୍ୱ ରହିଛି। 22 ପାହାଚରେ ଗୁରୁତ୍ୱ ଏଇଥିପାଇଁ ମଧ୍ୟ ରହିଛି ଯେ 22 ପାହାଚରେ ଲୋକଙ୍କର ବିଶ୍ୱାସ ବି ରହିଛି ଯେ 22 ପାହାଚରେ ପିଣ୍ଡଦାନ, 22 ପାହାଚରେ ଯଦି ହୋମଯଜ୍ଞ କରାଯାଏ ତାହେଲେ ଜଣେ ଭକ୍ତ ବା ଜଣେ ବ୍ୟକ୍ତିର ଆତ୍ମାକୁ ମାନେ ମୁକ୍ତି ଲାଭ କରିଥାଏ ବା ଶାନ୍ତି ପାଇଥାଏ। ଏଇଟା ମଧ୍ୟ ଗୋଟେ ତାର ସବୁଠାରୁ ବଡ଼ ବିଶେଷତ୍ୱ। ଅନ୍ୟ ଏକ ବିଶେଷତ୍ୱ ଜଗନ୍ନାଥ ଧାମର ହେଉଛି ସ୍ୱର୍ଗଦ୍ୱାର। ସ୍ୱର୍ଗଦ୍ୱାର ଯେଉଁ ଘାଟଟି ରହିଛି ମହୋଦଧି ପାଖରେ, ସମୁଦ୍ରକୁ ମହୋଦଧି ମଧ୍ୟ କୁହାଯାଏ। ଜଗନ୍ନାଥଙ୍କ ସମୁଦ୍ରକୁ ମହୋଦଧି ମାନେ ବା ସମୁଦ୍ରର ରଜା। ତେଣୁ ସେଠି ଯେଉଁ ସ୍ଥାନଟି ରହିଛି ସ୍ୱର୍ଗଦ୍ୱାର, ସେଠି ସାଧାରଣରେ ଯାହା ବିଶ୍ୱାସ ରହିଛି କି ଜଣେ ବ୍ୟକ୍ତିଙ୍କର ଯଦି ଶେଷକ୍ରିୟା ବା ଇନକ୍ରିମିନେସନ୍ ସେଠି କରାଯାଏ ତାହେଲେ ତା ଆତ୍ମାକୁ ସଦ୍ଗତି ମିଳେ ଏବଂ ସେ ମୋକ୍ଷ ପ୍ରାପ୍ତି କରେ। ତେଣୁ ସେଇଭଳିଆ ଏକ ଚିନ୍ତାଧାରା ବା ଏକ ଦୃଢ଼ ବିଶ୍ୱାସ ମଧ୍ୟ ରହିଛି, ଯେଉଁଥିପାଇଁ ଚୈତନ୍ୟଙ୍କ ମାଙ୍କୁ ମଧ୍ୟ ସ୍ୱର୍ଗଦ୍ୱାରରେ ଦାହ କରାଯାଇଥିଲା ଏବଂ ଅନ୍ୟାନ୍ୟ ବିଭିନ୍ନ ବଡ଼ ବଡ଼ ବ୍ୟକ୍ତିଙ୍କର ଶେଷକ୍ରିୟା ମଧ୍ୟ ଜଗନ୍ନାଥ ବା ସ୍ୱର୍ଗଦ୍ୱାରରେ କରାହେଇଥିବାର ଦେଖିବାକୁ ମିଳେ ପୂର୍ବରୁ। ତେଣୁ ସେଇଟା ମଧ୍ୟ ଗୋଟେ ଏକ ବଡ଼ ବିଶେଷତ୍ୱ ଜଗନ୍ନାଥ ମନ୍ଦିରର। ଆଉ ଗୋଟେ ବିଶେଷତ୍ୱ ଜଗନ୍ନାଥ ମନ୍ଦିର ଯେଉଁଥିପାଇଁ ଜଗନ୍ନାଥ ମନ୍ଦିରକୁ ଅନ୍ୟ ମନ୍ଦିର ଠାରୁ ଭିନ୍ନ କରେ, ସେଇଟା ହେଉଛି ଆପଣଙ୍କର ନୀଳଚକ୍ର ଓ ପତିତପାବନ ବାନା। ଜଗନ୍ନାଥ ମନ୍ଦିରର ଯେଉଁ ଭବ୍ୟତା ଏବଂ ଯେଉଁ ଶିଳ୍ପକଳା ଯେତିକି ସମୃଦ୍ଧ ନୁହେଁ, ତାଠାରୁ ଅଧିକ ଗୁରୁତ୍ୱ ବହନ କରେ ନୀଳଚକ୍ର ଏବଂ ଆପଣଙ୍କର ପତିତପାବନ ବାନା। ବାସ୍ତବରେ ଯେଉଁ ନୀଳଚକ୍ରଟି ରହିଛି ଜଗନ୍ନାଥ ମନ୍ଦିରଙ୍କ ଉପରେ, ତାହା ଧର୍ମର ପ୍ରତିନିଧିତ୍ୱ କରେ। ଧର୍ମର ପ୍ରତିନିଧିତ୍ୱ କରୁଥିବା ଏକ ଯାହାକୁ କହିପାରିବା ଗୋଟେ ସିମ୍ବଲ। ତେଣୁ ଯେତେବେଳେ ଭକ୍ତ ନୀଳଚକ୍ରକୁ ଦର୍ଶନ କରେ, ସିଏ
ଧର୍ମକୁ ଦର୍ଶନ କଲା ଭଳି ତାକୁ ଲାଗେ। ତେଣୁ ବହୁତ ଭକ୍ତ ଆପଣ ଦେଖିଥିବେ ପୂର୍ବ କାଳରେ, ଆଜିକାଲି ଟିକେ ସେଇଟା କମ୍ ରହିଛି। ପୂର୍ବ କାଳରେ ଯେତେ ବି ଭକ୍ତ ଯେଉଁମାନେ ଦୂର ଦୂରରୁ ଆସନ୍ତି, ସେମାନେ ପ୍ରଥମେ ଯେତେବେଳେ ଜଗନ୍ନାଥଙ୍କର ନୀଳଚକ୍ରକୁ ଦେଖନ୍ତି ସେଠି ସାଷ୍ଟାଙ୍ଗ ପ୍ରଣାମ କରିଥାନ୍ତି ଏବଂ ନିଜର ଅଭିଭକ୍ତି ମଧ୍ୟ ପରିପ୍ରକାଶ କରିଥାନ୍ତି। ତାର ମୁଖ୍ୟ ଆଧାର ହେଉଛି କି ଜଗନ୍ନାଥଙ୍କର ଯେଉଁ ନୀଳଚକ୍ର ରହିଛି ତାହା ଧର୍ମର ପ୍ରତିନିଧିତ୍ୱ କରେ। ଏଇଥିପାଇଁ କରେ କି ମନ୍ଦିର ଶୈଳୀ ଯେଉଁ ଗଠନ ରହିଛି, ମନ୍ଦିରର ଯେଉଁ ସବୁଠାରୁ ଉପର ସ୍ତରରେ ଯାହା ରୁହେ ସେଇଟା ହେଉଛି ମସ୍ତିଷ୍କ କୁହାଯାଏ। ତେଣୁ ମସ୍ତିଷ୍କ ଉପରେ ଯାହା ରୁହେ ସେଇଟା ହେଉଛି ବାସ୍ତବରେ ଧର୍ମର ପ୍ରତୀକ। ଚକ୍ର ଯେଉଁ ରହିଛି ସେଠି ଜଗନ୍ନାଥ ଧର୍ମ ପ୍ରତିଷ୍ଠା କରିବା ପାଇଁ ରହିଛନ୍ତି ପୁରୀର ନୀଳାଚଳରେ। କେବଳ ସେ ଭକ୍ତର ଭାବନାକୁ ସେ ଶନ୍ତି ନାହିଁ, ସେ ଧର୍ମର ପ୍ରତିଷ୍ଠା କରିବା ପାଇଁ ମଧ୍ୟ ସେଠି ବସିଛନ୍ତି। ସେ ତାର ପ୍ରତିନିଧିତ୍ୱ ହିସାବରେ ନୀଳଚକ୍ର ଜଗନ୍ନାଥ ମନ୍ଦିରରେ କୁ ଆଦିମ କାଳରୁ ରହିଛି ଏବଂ ଭକ୍ତମାନଙ୍କର ଭାବନା ଓ ବିଶ୍ୱାସକୁ ଏବଂ ଧର୍ମକୁ ଜଗତରେ ଦୃଢ଼ କରୁଛି। ସେଇଭଳି ପତିତପାବନ ଯେଉଁ ରହିଛି ଏଇ ଧର୍ମର ପ୍ରଚାର ପ୍ରସାରରେ ଏକ ସିଏ ବି ମଧ୍ୟ ଏକ ପ୍ରତୀକ ହିସାବରେ ଜଗନ୍ନାଥ ମନ୍ଦିରରେ ଲାଗିଥାଏ। ଏବଂ ଜଗନ୍ନାଥ ମନ୍ଦିରରେ ଗୋଟେ ସମୟରେ ବହୁତ ଲମ୍ବା ଲମ୍ବା ପତାକା, 24 ହାତ 25 ହାତର ପତାକା ଭକ୍ତମାନେ ଦାନ କରନ୍ତି। ଜଗନ୍ନାଥ ପତାକାର ଏହା ବିଶେଷତ୍ୱ ରହୁଛି ଯେପର୍ଯ୍ୟନ୍ତ ଜଗନ୍ନାଥ ମନ୍ଦିରରେ ପତାକା ଉଡ଼ୁଥିବ ସେ ପର୍ଯ୍ୟନ୍ତ ଜଗନ୍ନାଥ ସଂସାରରେ ଧର୍ମ ପ୍ରତିଷ୍ଠା କରି ଚାଲିଥିବେ। ତେଣୁ ସେଇଟା ମଧ୍ୟ ଏକ ବିଶେଷତ୍ୱ ଏବଂ ବହୁତ ଗୁରୁତ୍ୱପୂର୍ଣ୍ଣ ଦିଗ ଜଗନ୍ନାଥ ମନ୍ଦିରର, ଯାହା ଅନ୍ୟ ମନ୍ଦିର ଠାରୁ ଜଗନ୍ନାଥ ମନ୍ଦିରକୁ ଅଲଗା କରେ। ଏସବୁ ସତ୍ତ୍ୱେ ମଧ୍ୟ ଜଣେ ସ୍ୱାଭିମାନୀ ଓଡ଼ିଆ ହିସାବରେ ମଧ୍ୟ ମନରେ ଅନେକ କ୍ଷୋଭ ମଧ୍ୟ ରହିଛି। ସେ କ୍ଷୋଭ ହେଉଛି ଜଗନ୍ନାଥ ମନ୍ଦିର ପରିଚାଳନାରେ ହେଉଥିବା ବିଶୃଙ୍ଖଳା ବା ତ୍ରୁଟି। ଜଗନ୍ନାଥ ମନ୍ଦିରରେ ପୂଜା, ପୁରୋହିତ ଏବଂ ଯେଉଁମାନେ ସେବାୟତ ରହିଛନ୍ତି ସେମାନଙ୍କର ଦୌରାତ୍ମ୍ୟ, ସେମାନଙ୍କର ଅଭଦ୍ରାମୀ ଅନେକ ସମୟରେ ବିଶ୍ୱର ଅନେକ ଯେଉଁମାନେ ରହୁଛନ୍ତି ଭକ୍ତଙ୍କୁ ବ୍ୟଥିତ କରେ। ଜଣେ ଓଡ଼ିଆ ହିସାବରେ ମଧ୍ୟ ଏହା ଆମକୁ ମଧ୍ୟ ବ୍ୟଥିତ କରେ। ଅନେକ ସମୟରେ ଦେଖିବାକୁ ମିଳେ ଜଣେ ସେବାୟତ, ଜଣେ ପୂଜା ପଣ୍ଡା ପାଖରେ ଯେଉଁ ସଂଯମତା, ଯେଉଁ ଜ୍ଞାନ, ଯେଉଁ ଭଦ୍ରାମୀ ରହିବା ଦରକାର ତାହା ପରିପ୍ରକାଶ ହୁଏ ନାହିଁ। ଏବଂ ଅନେକ ସମୟରେ ପୂଜା ପଣ୍ଡା, ଯେଉଁମାନେ ପୁରୋହିତ ରହିଲେ, ଯେଉଁମାନେ ସେବାୟତ ରହିଲେ, ସେମାନେ ଧର୍ମ କାର୍ଯ୍ୟ ଅପେକ୍ଷା ରାଜନୀତି, କୂଟନୀତି ଓ କୁଶ୍ଚିତ ନୀତିକୁ ପ୍ରାଧାନ୍ୟ ଦିଅନ୍ତି। ସେହିଭଳି ପରିସ୍ଥିତିରେ ଜଣେ ଓଡ଼ିଆ ହିସାବରେ ଆମେ ଆଶା କରିବା କି ଜଗନ୍ନାଥ ଯିଏ ଅଛନ୍ତି ସିଏ ସମସ୍ତଙ୍କର,
ସେ କେବଳ ଓଡ଼ିଆଙ୍କର ନୁହେଁ ବା ଭାରତୀୟଙ୍କର ନୁହେଁ, ସମଗ୍ର ବିଶ୍ୱର। ତେଣୁ ଜଗନ୍ନାଥଙ୍କୁ କୌଣସି ଜାତି ଭିତରେ ଆମେ ତାଙ୍କୁ ସୀମିତ କରିବା କଥା ନୁହେଁ। ଏଭଳି କରି ଆମେ ଜଗନ୍ନାଥଙ୍କର ମହିମାକୁ ସଂକୁଚିତ କରୁଛେ ଏବଂ ଜଗନ୍ନାଥଙ୍କର ବ୍ୟାପକତାକୁ ଆମେ ସଂକୀର୍ଣ୍ଣ କରୁଛେ। ଯଦି ବାସ୍ତବରେ ଆମେ ଜଗନ୍ନାଥ ସମସ୍ତଙ୍କ ବୋଲି ଭାବୁଛେ, ତାହେଲେ ଆମକୁ ଜଗନ୍ନାଥଙ୍କୁ ସମସ୍ତଙ୍କ ଉଦ୍ଦେଶ୍ୟରେ ଖୋଲିଦେବା ଆବଶ୍ୟକତା ରହିଛି। ସମସ୍ତେ ଜଗନ୍ନାଥଙ୍କର ଦର୍ଶନ କରିବାର ଆବଶ୍ୟକତା ରହିଛି। ଯଦି କୌଣସି ସେବାୟତ ପୂଜା ପଣ୍ଡା ଭାବନ୍ତି କି ଜଗନ୍ନାଥଙ୍କୁ ସମସ୍ତଙ୍କ ପାଇଁ ଖୋଲିବା ଦ୍ୱାରା ସେମାନଙ୍କର ଅଲୌକିକତା, ସେମାନଙ୍କର ଧୃଷ୍ଟତା ପଦାରେ ପଡ଼ିବ, ସେଭଳି ଚିନ୍ତାଧାରାରୁ କ୍ଷାନ୍ତ ରହିବା ଦରକାର। କାରଣ ଜଗନ୍ନାଥ ଇଏ ସବୁଠାରୁ ଉର୍ଦ୍ଧ୍ୱରେ, ଜଗନ୍ନାଥ ଆଲୌକିକତା ଚମତ୍କାର ଠାରୁ ଉର୍ଦ୍ଧ୍ୱରେ ଯାଇ ଜଗନ୍ନାଥ ଚେତନା, ଯେଉଁ ଗୋଟେ ବ୍ୟାପକ ଚେତନା ରହିଛି, ଇଏ ସମସ୍ତ ଅଲୌକିକତା ଏବଂ ସମସ୍ତ ଚମତ୍କାରିତା ଠାରୁ ଉର୍ଦ୍ଧ୍ୱରେ। ତେଣୁ ଜଗନ୍ନାଥଙ୍କୁ ନେଇକି